नमस्कार जय श्री जगन्नाथ दर्शक बंधु मु देवानंद आपको स्वागत करुच्ची आज नूतन अध्याय को दर्शक बंधु मु आपको ये पीठटी दर्शन कराई पूर्व अध्याय जगतसिंहपुर एवं कटक मध्यस्थली देवी नदी कूल जो पीठटी रही माँ जोगमाया এই ক্ষেত্ରରେ କିଭଳି ଆବିର୍ଭାବ ହେଲେ ଏବଂ ପୂଜା अर्चना ହେଲେ ତାପରେ ପ୍ରଭୁ ବିଷ୍ଣୁ ଏବଂ ପ୍ରଭୁ ମହାଦେବ ପ୍ରଭୁ ଅନନ୍ତ ଏହି କ୍ଷେତ୍ରରେ ପାଣିରୁ ଉଦ୍ଧାର ହେଲେ ତା ବିଷୟରେ ଆପଣଙ୍କୁ ଅବଗତ କରାଇଥିଲି କିନ୍ତୁ ଆଜିର ଅଧ୍ୟାୟରେ ବାବାଙ୍କ ସହିତ ସିଧାସଳଖ ଅନେକ ଅଲୌକିକ ଅନୁଭୂତି ରହିଛି ବାବାଙ୍କର ସିଧାସଳଖ ବାବାଙ୍କ ସହିତ କଥା ହେବା ଯିଏ ଆଶ୍ଚର୍ଯ୍ୟଜନକ କଥା କହିଥିଲେ ମନ୍ଦାର ଫୁଲରେ ମା ଯୋଗମାୟାକୁ ଦେବୀ ନଦୀର ଗର୍ଭରେ ଦର୍ଶନ କରୁଛନ୍ତି ଅନେକ ଅଲୌକିକ ଅନୁଭୂତି ରହିଛି ଆଜି ବାବାଙ୍କ ସହିତ କଥା ହେବା ଆମ ସହିତ ଯୋଡ଼ି ହୋଇ ରହିଥାନ୍ତୁ ଭିଡ଼ିଓର ଶେଷ ପର୍ଯ୍ୟନ୍ତ ପ୍ରକଟ ହେଇଛନ୍ତି ଉଦ୍ଧାର ହେଇଛି ନଈ ନଈରୁ ଉଦ୍ଧାର ହେଇଛନ୍ତି ନଈରୁ ମାନେ କିଏ ପାଇଲେ କେମିତି ପାଇଲେ କିଏ ଆମେ ଯେତେବେଳେ ଏଇଟା ଚକଡା ମଡାଣରୁ ଚ୍ୟାନେଲରେ ଦିଆଗଲା ଟିଭି ଚ୍ୟାନେଲରେ ଶୁଣାଗଲା ଯେ ଦେବୀ ନଦୀ କୂଳ ମଧ୍ୟମ ଗଣ୍ଡ ଆଉ ଅସ୍ତମୂଳରେ ବିଷ୍ଣୁମୂର୍ତ୍ତି ଉଦ୍ଧାର ହେବ। ତାପରେ ସେଠି ଗୋପାଳ ନାମରେ ଜଣେ ବୈଷ୍ଣବ ଭକ୍ତ ସେଠି ପୂଜା କରୁଛି ବା କରିବ। ମୋ ନାଁ ଆପଣଙ୍କ ନାଁ ଗୋପାଳ ଚକାଡମଣାରେ ପ୍ରମାଣ ରହିଛି ଆପଣ କହୁଛନ୍ତି ବାବା ଆପଣ ସେ ଯୋଉ ମୂର୍ତ୍ତିଟି ଜଳ ଭିତରୁ ପାଇଲେ ଯେତେବେଳେ ଆମେ ଖବର ପାଇଲୁ ଲୋକମାନେ ଆମ ଗ୍ରାମବାସୀ ସବୁ ଯିଏ ଶୁଣିଲେ ରାତିରେ ସେ ସବୁ ସକାଳୁ ଆସି ମତେ ଏଠି ଡାକିକି ଆଣି ପଚାରିଲେ କହିଲେ ଏଭଳି ଜିନିଷ ଗୋଟେ କଣ ଶୁଣାଗଲା ଏଟା କୋଉ ଜାଗା ମୁଁ କହିଲି ଏଠି ଦେଖବ ମୁଁ ଏଠି ଶୁଖୁଆ ମାଛ ସବୁ ଶୁଖାଏ। ଆପଣ ଆଜ୍ଞା ମୁଁ ହଉଛି ଦଶରତ୍ନାକର ବୁଝିଲ ମୁଁ ଦଶରତ୍ନାକର ମୁଁ ଛୋଟିଆ ଇଏ ନୁହଁ ତେଣୁକରି ପ୍ରଭୁ ମତେ ବହୁତ କଷ୍ଟ ମାନେ ମାନେ ଦେଇକି ଯାଚିକିରି ଦେଇଛି ଦଉଥିଲା ଏ ତୁ ଇଏ କର ସେ କର ଅମ କର ସମ କର ମୁଁ ହେ ଜ୍ଞାନରେ ଛାଡିଦେଲି ଅଇକା ବର୍ତ୍ତମାନ ଦ୍ୱାର କିଛି ପାଉନାହିଁ ତମ ହାତରେ ଆଉ ହୁନ୍ତି ତା ହାତରେ ଆଉ ହୁନ୍ତି ନଉନାହାନ୍ତି ମତେ ହଉ ତା ଇଚ୍ଛା ସେଠୁ ଚକଡା ମଣ ସକାଳୁ ଲୋକ ଦୌଡା ଦୌଡି ଆସି ମତେ ସବୁ ଡାକିଲେ ଦେଖେଇଲି ଗଛ ଶଙ୍କାରୀ ସାହି ଦଳେଇ ଘାଇ ଠାରୁ ଲୋକ ଅନୁକାରୀ କଲେ ଅସ୍ତରଙ୍ଗ ଯାଏ କୋଉଠି ପାଇଲେନି ମତେ ନେଇକି ଗଲେ ନିମାଳ ଗାଦିକି ଅସ୍ତାନନ୍ଦ ଗାଦିକି ସେଠି ଯାଇକି ମହନ୍ତକୁ କହିଲି ମହନ୍ତ କହିଲେ ହଁ ଆମେ ଜାଣିଛୁ 2 ନମ୍ବର 200 କେତେ ନମ୍ବର ପୀଠ ଆଚ୍ଛା ସେଇଟା ହଉଛି ମାଳିକା ପୀଠ ପ୍ରଭୁଙ୍କର ଆଶ୍ରମ କଠଉ ଇଏ କଠଉ ଆଶ୍ରମ ସେଇଟା ଆମର ଆଜ୍ଞା କଠଉ ଯାଇଛି ଆଉ ସେଇଟା ତମେ କଣ କହୁଛ ମାନେ ଆମେ ଶୁଣିକି ଆସିଲି କଣ କରିବୁ ନା କଣ କରିବ ଖୋଳା ଖୋଳି ଭଲ ମନ୍ଦ କିଛି ତମେ ସେଠି କରିବନି କଣ କର ମତେ ପଚାରିଲେ ମୁଁ କହିଲି ଆଜ୍ଞା କଣ କରିବି ମତେ ଜଣେ ସାଧୁ ଆସିକିରି ସାଧୁ ବୋଲି ମୁଁ ତାକୁ ଜାଣିନି ଏଠି ପଥର କାମ କରୁଛ କାମ କରୁଥିଲା 2 ରାତି ରହିଲା 2 ରାତି ପରେ ମତେ ଡାକିଲା କହିଲା ମୋ ସାହି ବାରି ଖଣ୍ଡିଏ କିଏ କରିଛି ମୁଁ ନା ଏଠି କଣ ସବୁ ଦେଖ ମୁଁ କଣ ଦେଖିବି କିଛି ନାହିଁ ନା ମୁଁ ଆଉ କେତେ କିଛି ନା ତମେ ଯାଅ ମତେ 20 ଟଙ୍କା ସେ ନିଜେ ଦେଲା ମୁଁ ଗଲି ଦୋକାନରୁ ସିନ୍ଦୁର ଅଳତା ଆଉ ଝୁଣା ଧୂପ କଦଳୀ ଏମିତି ଆଣିକି ଆସିଲା ବେଳକୁ ସେ ପଥର ଯୋଉ ମା ମଝିରେ ବସିଛନ୍ତି ତାକୁ ସେ ନିଜ ପଥରିଆ ହାଣି ହୁଣି ସାଇଜ କରି ନିପା ପୋଛା କରି ଏ ଗଛ ମୂଳେ ଥୋଇ ସାରିଲାଣି ସେ ପୂଜା କଲେ 6 ମାସ ରହିଲେ ସବୁଦିନ ନାମ ସଂକୀର୍ତ୍ତନ ହେଲା ଗଲା ଦିନ ମତେ କହିଗଲା ମଶା ଆଉ ଟିକେ ସଞ୍ଜ ପାଣି ଦବୁ ତୁ କିଛି କରିବୁନି ସଞ୍ଜ ପାଣି ଟିକେ ଦବୁ ପଛରେ ଭାବିବି ଆଉ ତଥାପି ମୁଁ ହେଇ ଜ୍ଞାନ କରିଛି ମୁଁ ଏଇ ମୋ ସ୍ତ୍ରୀ ତମେ ଗାଧେଇକି ଆସିବୁ ଏଠି ଗାଧେଇ ନଈରୁ ଯାଉ ପାଣି ଟିକେ ଢାଳି ଦେଇ ଯାଉ ସଞ୍ଜ ଦେବା ଦୂର ତାପରେ ମତେ ଆଦେଶ ହେଲା ମନ୍ଦିର କର ଆଦେଶ ମାନେ କେମିତି ହେଲା ସର୍ପ ମୂର୍ତ୍ତି ମୁଁ କହୁନଥିଲି ଆପଣଙ୍କୁ ଯେ ସର୍ପ ରୂପରେ ମତେ ଡାକ ପକେଇଲେ ଲୋକମାନେ ଆସ ଦେଖିବ ଗୋଟେ କେମିତିଆ ସାପ ମୁଁ ଲୋକଙ୍କୁ ପାଟି କରିଦେଲି ସେ ଜଣେ ପଳେଇଲେ ମୁଁ ଆସି ଗାତ ମୁହଁରେ ଦେଖେ ତ ଗାତଟିଏ ଅଛି ସରୁଆ ଗାତଟିଏ ମୁଁ ସେଠି ହାତ ଯୋଡି କରି ପ୍ରଭୁ କିଏ କାହିଁକି ଅଛ ପଳାଅ ଆଉ ଛୁଆ କିଏ ଆସିଲେ କେଞ୍ଚା କେଞ୍ଚି କରିବେ କି ତତଲା ପାଣି ପୁରେଇବେ ନହେଲେ ନିଆଁ ଲଗେଇଦେବେ ତମେ ପଳାଅ ସେଇଠୁ ବାହାରି ପଡ଼ିଲେ ଦକ୍ଷିଣ ମୁହାଁ ହେଇକିରି ମୁଁ ଉତ୍ତର ପଟେ ଠିଆ ହେଇଛି ସେ ଦକ୍ଷିଣ ମୁହାଁ ହେଇ ଚିଠି ପଟା ହେଇକିରି ସପ୍ତ ଫେଣି ହଲିକିରି ବାହାରି ପଡ଼ିଲେ ମୁଁ ଚମକି ପଡ଼ିକି ମୁଁ କହିଲି ପ୍ରଭୁ 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 ପଳାଅ 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 ସେ ମତେ ଉତ୍ତର ଦେଲେ ଯେ ମୁଁ କଣ ଆସିଛି ଯିବାକୁ ମୁଁ ସେଠୁ ପଚାରିଲି ପ୍ରଭୁ ଆଉ କଣ ତାହେଲେ ମୁଁ କରିପାରିବି ମୋ ପାଖରେ କଣ ଆପଣଙ୍କର ଅଛି ଗୁଣ ନା ମୁଁ ଯାହା କହିବି ତା କରିପାରିବୁ
ମୁଁ ହଁ କହିଲି ଅଧେ ନାହିଁ କହିଲି ଅଧେ। ଯୋଉ କଥାଟି କହୁଛନ୍ତି, ଏଇ ଯୋଉ କଥାଟି ବାବା ଆପଣ କହୁଛନ୍ତି, ଏଇଟା କଣ ସ୍ୱପ୍ନ ଦେଶ ଗୋଟେ? ସ୍ୱପ୍ନ ନୁହଁ ନା ମାନେ ସାକ୍ଷାତ ନୁହଁ। ମାନେ ମୋର ଏଗୁଡାକ ଅକ୍ଷର ଅକ୍ଷର କିବରନ୍ତୀରେ ଲେଖିଲା ଭଳିଆ ମୋ ହୃଦୟ ଭିତରେ ଲେଖି ଦେଇ ଯାଇଛନ୍ତି ପ୍ରଭୁ। ମୁଁ ସାଙ୍ଗେ ସାଙ୍ଗେ ଏ ଜିନିଷଟା ତ ନାହିଁ କରିଦେଲି। ମୋ ଛୁଆ ମୋଠୁ ଅଲଗା ହେଇଯାଇଛି। ମୋର ଆଉ କିଛି ସାହା ଭରସା ନାହିଁ। ମୁଁ ଯଦି ଆପଣଙ୍କୁ ମାଗିବି ମନ୍ଦିର କରିବାକୁ 5 ଟଙ୍କା ଦେବଟି କହିବେ ଛୁଆ ଅଲଗା କରିଦେଲା କଣ ବାପ ମାଗି ଖାଇଲାଣି। ଏଇ ଲଜ୍ଜା ଶଙ୍କାରେ ମୁଁ ପ୍ରଭୁଙ୍କୁ ମନା କରିଦେଲି। ମନା କରିଦେଲି ସିନା, ବୁଢୀକି ଯାଇ ଡାକିଲି। ବୁଢୀ ଉଠିଲା କହିଲା ମୁଁ ସ୍ୱପ୍ନ ଦେଖୁଛି ମନ୍ଦିର ତିଆରି କରିବାକୁ। କଣ କରିବି? ରାତି 4ଟାରେ ଗାଧେଇକି ଦୌଡ଼ିଲି ବ୍ରାହ୍ମଣ କତିକି, ପଣ୍ଡିତ ଘରକୁ ଯାଇ ସେଠି ଆମ ଡିଏ ସାହେବରେ ସେ କହିଲେ କଣ ଏତେ ରାତିରେ? ମୁଁ ଏମିତି କଥା। ନା ହେରେ ଚଣ୍ଡାଳ, ତୁ କଣ 4ଟା ଇଟା ଥୋଇପାରିଲୁ ନାହିଁ, ସଞ୍ଜ ଦେଇପାରିଲୁ ନାହିଁ? ନାହିଁ କାହିଁ କରିଦେବୁ? ଆଉ ନାହିଁ ତ କଣ ମୋ କତିକି କାହିଁକି ଯାଇଛୁ? ଯା, ତୋର ଏଇ ସକ୍ଷମ ହଉଛି ସେଠି ସଞ୍ଜ ପାଣି ଦେ, ତୁ ଯା କର। ସେ ତାପରେ ଯାହା ତାପରେ ମାଳିକାରୁ ବାହାରିଲା। ମାଳିକାରୁ ବାହାରିଲା, ଲୋକ ନେଇଗଲେ। ସେଠି ଦଣ୍ଡାମାଳ ପ୍ରଭୁଙ୍କର ଆଦେଶ ଦେଲେ, ସିଏ ଆଜ୍ଞା ମାଳ ଦେଲେ। ଆମେ ଆଣି ଏଠି ପୂଜା ପ୍ରତିଷ୍ଠା କରିକିରି ହୋମ କର୍ମ କରି ଭଜନ କୀର୍ତ୍ତନ ଚାଲିଛି। 3 ମାସ 6 ଦିନ ନା 9 ଦିନ ହେଲା ବେଳକୁ ବିଷ୍ଣୁମୂର୍ତ୍ତି ଉଦ୍ଧାର ହେଲା ନଈରୁ। ଏ ଘର ଆମେ କାମ କରୁଛୁ। ସେ ପିଲାଟି ସେ ବି ଏଠି ସହଯୋଗ କରେ, ବେହେରା ପିଲାଟି। ରାଖ କହିଲା ଜେଜ ଜେଜ ଆଉ ଦୌଡ଼ି ଆସ, ମୁଁ ଟେକି ପାରୁନି। ମୁଁ କଣ ନା ଠାକୁର। ମୁଁ ଦୌଡ଼ି ଗଲା ବେଳକୁ ଏଠି ଅଛନ୍ତି ଆଜ୍ଞା, ଦେଖିବେ ଜଣେ ମୁଗୁନି ଉଠେଇକି ଆଣିଲେ। ଆଣି ସବୁ ସାଇ ଭାଇକି ଡାକିଲେ। ଗୋଟେ ସାଇ ଭାଇ ମାନେ ସବୁ ଆସିଗଲେ। ପାଇଲନି, ତାଙ୍କର ଅଛି, ତମେ ସେଇଠି ରଖି ପୂଜା ଉଜା କର। ସେତେବେଳେ ଘର ହେଇନଥିଲା। ସେଇଠୁ ଆମେ ଏଇ ବୃକ୍ଷ ମୂଳେ ଗୋଟେ ତାଟି କରିକି ବୁଝିଲୁ। ତା 3 ମାସ ଶିବ ମୂର୍ତ୍ତି ବାହାରିଲେ, ସେଇ ପିଲା ପାଇଲା। ମୁଁ ଦିନରେ ରାତିରେ ସ୍ୱପ୍ନ ଦେଖିବୁ, କିନ୍ତୁ ମୁଁ ମୋ କତିକି ଆସନ୍ତିନି। ବୁଢୀ ଦେଖିବ କହିବ ଏମିତି କଣ ହେଲା? ଯିଏ ଆଣିକି ଦବ ସେଟା ଆମେ ତ ନାହିଁ କରିଛେ, ଛୁଆ ହେଇଯାଇଛି ତାଙ୍କ ପାଖରେ ନା, ତେଣୁକରି ସେ ଯୋଉ ବାଟରେ ଆହୁନ୍ତି ଆସନ୍ତୁ। ଆଉ କଣ କରିବୁ? ସେ ପିଲା ପୁଣି ଆଣିକି ଥୋଇଲେ। ପୁଣି ହୋମ ପ୍ରତିଷ୍ଠା କରିକି ତାଙ୍କୁ ସେଇଠି ରଖିଲେ। ତା 2-4 ମାସ କି 15 ଦିନ ମାନେ ଅନନ୍ତ ବାହାରିଲେ ସର୍ପ ପିତଳର। ସେଇ ପିଲା ଆଣିକି ହେଲା। ଏଇ ନଈ ଏଇ ବେଲ ଗଛ ସହିତ ଆପଣ ଦେଖିଦେବି ସେଇଠି ରଖିକି ପ୍ରତିଷ୍ଠା କରିକି 5 ବର୍ଷ ହେଲା ହୋମ ଚାଲିଛି। ମଝିରେ ରହିଲେ ପରା ଯୋଗମାୟା, ସେଇ ଯୋଉ ଏଠୁ ବାହାରିଲେ। ପ୍ରଥମେ ଜଣେ ପଥୁରିଆ ତାଙ୍କୁ ନିର୍ମାଣ କରିକି ସେ ଚାଲିଗଲେ। ସେ ଦେଖିଲା, ମୁଁ ଯୋଉ କଥା କହୁନି ପଦ୍ମ ଫୁଲ ଭିତରେ ଉଠନ୍ତି ବୋଲି ନଈରୁ, ମୁଁ ଯାଉଥିବି ନଈ ଭିତରେ ଦେଖାଯାଉ, ଯେମିତି ପଳେଇ ମୁଁ ଅନେଇଦେବି, ସେମିତି ଆଖି ପଡିଯିବ, ଖସି ଦେଇକିରି ବୁଡିଯିବେ। ସେ ମଳା କୁଆଡେ ପଳେଇବ, ସେ ତାପରେ ମୋ ଦେହ ଖରାପ ହବ। କିନ୍ତୁ ସେଇ ଦିନଟା ଆଉ ଦେହ ଖରାପ ନାହିଁ। ଏଠି ପୂଜିଲା ଦିନ ମାନେ ସେ ଯୋଉ ଜିନିଷଟା ହଏ, ସିଏ ଆଉ ନାହିଁ କି ସିଏ ଆଉ ଦେଖା ଦଉନାହିଁ ହେଲା। ସେ ଯୋଉ ପାଣି ଭିତରେ ଦେଖା ଦଉଥିଲେ, ସିଏ ଆଉ ଦେଖା ଦଉନାହିଁ। ସେ ଗଲା। ତାପରେ ଯୋଉ ସର୍ପମୁକ୍ତି କଥା କହିଲି, ସିଏ ତ ଦେଖାଦେଲେ। ସିଏ ଆଉ ଆଉ ସର୍ପ ଆସିକି ଆମେ ଯେତେବେଳେ ଫାଷ୍ଟ ଇଏ କଲୁ, ପଣା ସଂକ୍ରାନ୍ତି ଦିନ ପଣା କରିକିରି ସେଠି ବଇ ପ୍ରଭୁ ଆସିକିରି ପିଇଲେ। ଦୌଡ଼ି ମୁଁ ଦୌଡ଼ିକି ମତେ ଯାଇକିରି, ଆମେ କାହିଁକି ଘର ଯାଇଛୁ, ସେକରେ ଘର ଥିଲା, ଏଠି କିଛି ହେଇନଥିଲା। ଫାଷ୍ଟ ଆମ ଝିଅ ଯାଇ ଡାକ କହିଲା ବଡାପା ଦେଖିବା ଆସ ପଣା ପିଉଛନ୍ତି ପ୍ରଭୁ। କଣ ଦୌଡ଼ି ଯାଲା ବେଳକୁ ସେ ତ ମତେ ଆଗରୁ ତାଙ୍କରି ରୂପରେ ଯାଇଛନ୍ତି ଭାରି। ସମସ୍ତେ ଦେଖିଲେ, ମୁଁ ଦେଖିପାରିଲିନି। ସେଠି ଚିହ୍ନଟା ପଡିଛି, ସେଠି ଗୋଟେ ନଡା କବାଟା ଚିହ୍ନ 2ଟା ପଡିଛି। ତାପରେ ଆମେ ଥରେ ଅଷ୍ଟପରି ନାମ କରିବୁ ବୋଲି ସେଇଠି ଶୋଇଛୁ 3 ଜଣ, ହାଣିକିରି ବାଉଁଶ ପକେଇକି ବାଧା ଖରାରେ ଶୋଇଛୁ। ସିଏ ଏଠିକି ଆସିବେ ବୋଲି ଏ ବୃକ୍ଷ ମୂଳକୁ ବୁଲି ସେଇଠି ଚାରିଆଡେ ବାଟ ପାଉନାହାନ୍ତି। ଆମର ଗୋଟେ ସାନ ବୋହୂ ମୋର ଅଛି, ସିଏ ଆସିକି ଠିଆ ହେଇଥିଲା, କହିଲା ବାପା ତମ ଗୋଡ ତଳେ ପୁରା ସର୍ପ। ମୁଁ ଉଠିଲା ବେଳକୁ ମୋ ଗୋଡ ତଳେ। ସେଠୁ ମୁଁ 2 ଜଣଙ୍କୁ ଡାକିକିରି ନେଇଗଲି। ସେଠୁ ତାଙ୍କର ଆସିକିରି ବୃକ୍ଷ ମୂଳେ ବୁଲିକି ଗଲେଣି। ଯୋଉନଠୁ ଅନନ୍ତ ପାଇଲୁଣି ଆଉ ସେଉଠୁ ଦେଖା ନାହିଁ। ଏବେ ଗୋଟେ ଆଚରିତ ପରୀକ୍ଷା କରିବେ ଆପଣ। ବାଲ୍ଟିଏ ପାଣି ଆଣିକି, ଯୋଉ କନ୍ଦିଟା ଅଛି ଫୁଲ ଦିଆ ହେଇଛି ଦେଖନ୍ତୁ, ସେଇଠି ଢାଳନ୍ତୁ, କେତେ ବାଲ୍ଟି ପାଣି ଢାଳିକି ତାକୁ ବୁଝେଇ ପାରିବେ। ଆପଣ ପାଣି ଢାଳିଛନ୍ତି? ହୁଁ। ଆଙ୍କର ଆଉ କଣ ରହିଛି, ପ୍ରଭୁଙ୍କୁ ସେଠୁ ଆଦେଶ ହେଇଥିଲା ଯେ ଅନ୍ତ ଇଏରୁ ଅଚ୍ୟୁତାନନ୍ଦ ଗାଦିରୁ, ଯେ ତମେ ତମର କୌଣସି ଜିନିଷ କାହା କଥାରେ ପଡି କିଛି ସେଠି କରିବନି। ତଡା ତଡିକି କହିବ ମୁଁ ବାହାର କରିଦେବି ମୂର୍ତ୍ତି।
ତାଙ୍କର ସମୟ ହେଲା ବେଳେ ଆମେ ତାଙ୍କର ହେଇଗଲା ଚକଡ଼ା ବଡ଼ା ମାଳିକା ଚିହ୍ନଟ ହେଇଗଲା। ଯୋଉ ପୀଠ ସବୁ ଯୋଉଠି ଅଛି ପ୍ରଭୁଙ୍କର ଚିହ୍ନଟ ହଉଥିଲା ସେ ମଝିରେ, ସେସବୁ ଚିହ୍ନଟ ହେଇଯାଇକି ରହିଲା। କୋଉ ମୁହୂର୍ତ୍ତରେ କୋଉଠି କଣ ଉଦ୍ଘାଟନ ହବ ସେଇଟା ସ୍ଥିର ନାହିଁ କି ସେମାନେ କହି ନାହାନ୍ତି। ଆମର ଏଇଟା ହେଲା 2025 ହେଲା। 2025ରେ ଏଇଟା ଆମର ହେଲା 19/11 ଏଇଟା ଉଦ୍ଘାଟନ ହେଇଗଲା। ଆଉ ଗୋଟିଏ ଅଛି ତଳେ, ଏମିତି କେତେଟା ଗାଧା ଅଛି। ପ୍ରଭୁ ସେତେବେଳେ ଆସୁଥିଲେ ପୁରୀକୁ, ଯାନବାହନ କିଛି ନଥିଲା। ଆସିଲେ ଘୋଡ଼ାରେ ଆସନ୍ତି, ଗଧରେ ଆସନ୍ତି, ନହେଲେ ହାନ୍ଦୋଳ ବୋଲେ ପାନିକିରେ ଆସନ୍ତି। ଯୋଉଠି ସନ୍ଧ୍ୟା ହୁଏ ସେ ସେଇ ଜାଗାରେ ବିଶ୍ରାମ କରନ୍ତି। ନଦୀ କୂଳ ଦେଖି ବିଶ୍ରାମ, ଝରଣା କୂଳ ଦେଖି ବିଶ୍ରାମ କରନ୍ତି। ତେଣୁକରି ଏଇଟା ହଉଛି ବିଶ୍ରାମ କୂଳ। କଠଉ ଛାଡ଼ି ଦେଇ ଯାଇଥିଲେ ବୋଲି ଆମେ ଖବର ସେଠୁ ପାଇଲୁ। କିନ୍ତୁ ଏଠି ତ ଖାଲି ଏତିକି ରହିଛି ଆଉ। କିଏ ଛାଡି ଯାଇଛନ୍ତି? ଅଚ୍ୟୁତାନନ୍ଦ ପ୍ରଭୁ। ମହାପୁରୁଷ ନିଶ୍ଚୟ ଏଇ ସ୍ଥାନକୁ ଆସିଛନ୍ତି। ବାବା ଆମେ ଯାହା ଦେଖିବା ଏଇ ସବୁ ଦେବୀ ନଦୀ କୂଳ ଏବଂ ଏ ପଞ୍ଚସଖାଙ୍କର ନିଶ୍ଚୟ ଆତଯାତ ଥିଲା ଏଇ କ୍ଷେତ୍ର। ଏଇଟା ପୁରା ଟୋଟାଲ ଦେବୀ ନଦୀ କୂଳ ଆମର ଅସ୍ତରଙ୍ଗ ସମୁଦ୍ରର ତିନି ମୁହାଣୀ ଯୋଉ ସମୁଦ୍ର ଆମର ନାଗିଛି, ସେ ସରିକି ଆମର ଏଠୁ ଆଡେ କାଠଯୋଡି ମହାନଦୀ କାଠଯୋଡି ପର୍ଯ୍ୟନ୍ତ ବହୁତ ପୀଠ ଅଛି। ବହୁ ବାବାଙ୍କର ପୀଠ ଅଛି ହେଲା। ବିମ୍ବଳେଇଙ୍କର ପୀଠ ଅଛି। ସେଠି ଦାନ୍ତ କାଠି ଅଚ୍ୟୁତାନନ୍ଦ ପୋତି ଦେଇଥିଲେ। ଦାନ୍ତ ଘଷିକିରି ଦାନ୍ତ କାଠି ପୋତିଥିଲେ। ଦାନ୍ତ ଆଡି ବର ସେଠି ଆପଣ ଅଛନ୍ତି, ଦେଖିବେ ଯାଇ ବିମ୍ବଳେଇ। ଏଇଠୁ 1.5 କିଲୋମିଟର ବାଟ। ତାପରେ ଏକରେ ଅଛି, ଏକରେ ଧୂଳିଶ୍ୱର ଅଛନ୍ତି, ସ୍ଥାପନ ହେଇଛନ୍ତି ସବୁ। ସେମାନେ ଯୋଉଠି ଆସି ରୁହନ୍ତି, ଆସିଲେ ପୁରୀ ଗଲେ ଯୋଉଠି ରହି ରହିକା ଗଲେ, ସେ ତାଙ୍କର ସବୁ ଆଶ୍ରମ ବହୁତ ଜାଗା ରହିଛି। ତେଣୁକରି ଇଏ ତାଙ୍କ ଦେହରେ ଗୋଟିଏ ଆଶ୍ରମ 253 ନା କଣ ଆଶ୍ରମ ପୀଠ ଆଉ।